ଜୟ ଜଗନ୍ନାଥ ସାଙ୍ଗମାନେ, ବୁବୁଚିକୁ ଚ୍ୟାନେଲକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଦର୍ଶକ ବନ୍ଧୁ, ଆଜିର ବ୍ଲଗ୍ରେ ମୁଁ ବନାଇବାକୁ ଯାଉଛି ଯେ ସକାଳର ଜଳଖିଆ, ଯେଉଁଟାକି ସୁଜି ଉପମା। ତ ତାକୁ ପ୍ରଥମେ ବନାଇବା ପାଇଁ ମୁଁ କଢ଼େଇରେ ତେଲ ପକାଇଥିଲି। ତେଲ ତାତିଲା ପରେ ତା ଦେହରେ କିଛି ଜିରା ପକାଇ ଦେଇଥିଲି, ଆଉ ଶୁଖିଲା ଲଙ୍କାକୁ କିଛି ଖଣ୍ଡ ଖଣ୍ଡ କରି ପକାଇ ଦେଇ ତା ଦେହରେ କିଛି ପିଆଜ ପକାଇ ଦେଇଥିଲି। ତ ପିଆଜ ଭାଜି ଆସିଲା ପରେ ତା ଦେହରେ ପକାଇ ଦେଇଥିଲି ଯେ ବିଟ୍ ଆଉ ଟମାଟୋ। ଯଦି ଆପଣଙ୍କର ଆଉ କିଛି ପନିପରିବା ଥିବ ତ ତାକୁ ପକାଇ ପାରିବେ, କିନ୍ତୁ ମୋର ଯାହା ଥିଲା ମୁଁ ସେୟା ପକାଇଥିଲି। ଆଉ ତା ଦେହରେ ଯିଏ ଚିନି ଖାଇବାକୁ ଭଲ ପାଉଥିବେ ତ ଚିନି ପକାଇ ପାରିବେ, ଆଉ ଭୃଷଙ୍ଗ ପତ୍ର ଭଲ ଲାଗୁଥିଲେ ଭୃଷଙ୍ଗ ପତ୍ର ପକାଇବେ। କିନ୍ତୁ ଆମର ତ ଭୃଷଙ୍ଗ ପତ୍ର ଖାଇବା ପାଇଁ ଭଲ ପାଆନ୍ତିନି, ତ ସେଥିପାଇଁ ମୁଁ ପକାଇ ନଥିଲି। ଆଉ ତାପରେ ସେଇଟା କିଛି ହେଇଗଲା ପରେ ଟିକେ ଭାଜି ହେଇସାରିଲା ପରେ ତା ଦେହରେ ମୁଁ ପକାଇ ଦେଇଥିଲି ହଳଦୀ ଗୁଣ୍ଡ, ଲୁଣ। ତ ଲୁଣ ସେଗୁଡ଼ାକ ସବୁ ସିଝି ସାରିଲା ପରେ ତା ଦେହରେ କିଛି ପକାଇ ଦେଇଥିଲି ସୁଜିକି ଟିକେ ଭାଜି ସାରିଲା ପରେ ଭାଜି ଭୁଜି ହେଇସାରିଲା, ତ ତା ଦେହରେ ପକାଇ ଦେଇଥିଲି କିଛି ପାଣି। ଆଉ ପାଣି ଦେଲା ପରେ ସେ ଯେମିତି ସିଝି ଆସିଲା କି ଭଲସେ ମିକ୍ସ ହେଇ ଆସିଲା, ମାନେ କାହାକୁ ଝୁରଝୁରା ଭଲ ଲାଗେ ଆଉ କାହାକୁ ଟିକେ ନରମ ନରମ ସଫ୍ଟ ସଫ୍ଟ ଭଲ ଲାଗେ। ତ ମୋତେ ସଫ୍ଟ ସଫ୍ଟ ଭଲ ଲାଗେ, ତ ମୁଁ ସେଥିପାଇଁ ବହୁତ ପାଣି ଦେଇକି ତାକୁ ପୁରା ନରମ କରିଦେଇଥିଲି। ଆଉ ସେଇଟା ହେଇସାରିଲା ପରେ ତା ଦେହରେ ବାଦାମ ବି ଆଗରୁ କିଛି ଭାଜିକି ରଖିଦେଇଥିଲି ତାକୁ ଡେକୋରେଟ୍ କରିବା ପାଇଁ। ଯେତେବେଳେ ସୁଜି ଉପମାଟା ହେଇସାରିଲା, ତ ସେତେବେଳେ ତା ଦେହରେ କିଛି କଟା ହେଇଥିବା ପିଆଜ ଆଉ ବାଦାମକୁ ଭଲସେ ଡେକୋରେଟ୍ କରିଦେଇଥିଲି। ଡେକୋରେଟ୍ କରି ଖାଇବା ପାଇଁ ବସି ପଡ଼ିଥିଲୁ। ଆଉ ଯାହା ଯେମିତି ହଉ ଘରୋଇ ଖାଇବା, ମାନେ ସକାଳେ ଯାହା ବି ହେଲେ ଗୋଟେ ଟିଫିନ୍ କରିକି ଖାଇବାକୁ ପଡ଼ିବ। ତ ସେଥିପାଇଁ ମୁଁ ଏମିତି କିଛି ଆଜି ସକାଳର ଜଳଖିଆରେ ବନେଇଥିଲି। ଆଉ ଭିଡ଼ିଓଟିକି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଭିଡ଼ିଓଟି ଭଲ ଲାଗିଥିଲେ ନିଶ୍ଚୟ ଭାବରେ ଲାଇକ୍ କରିବେ, ଆଉ କମେଣ୍ଟ ମଧ୍ୟ ଦେବେ। ଜୟ ଜଗନ୍ନାଥ। ଏତିକି ରହିଲି, ନମସ୍କାର। ଯେଉଁମାନେ ମୋ ଭିଡ଼ିଓଟିକୁ ନୂଆ କରି ଦେଖୁଛନ୍ତି କି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସେମାନଙ୍କୁ ବିଶେଷ ଭାବରେ ଅନୁରୋଧ କି ସେମାନେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ମୋର ପ୍ରତ୍ୟେକଟି ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ଆଉ ମୋତେ ମଧ୍ୟ ଉତ୍ସାହ ପ୍ରକାଶ, ମାନେ ନୂଆ ନୂଆ ଭିଡ଼ିଓ ବନାଇବା ଉତ୍ସାହିତ କରିବ। ତ ସେଥିପାଇଁ ଆପଣମାନଙ୍କ ପାଖରେ ବିଶେଷ ଅନୁରୋଧ ଯେ ଆପଣ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ। ରହିଲି, ନମସ୍କାର।